ନିଶ୍ଚିନ୍ତ ଭାବରେ ତ ଆଜିର କାର୍ଯ୍ୟକ୍ରମରେ ମୁଁ ଆଜି ଯେତେବେଳେ ବାଲିକୁଦା ପଞ୍ଚାୟତ ସମିତି କି ନିର୍ବାଚିତ ହେଇସାରିଲା ପରେ ବିଧାୟକ ରୂପେ ପ୍ରଥମ ଆସିଲି, ମୁଁ ନିଶ୍ଚିତ ଭାବରେ ଖୁସି ଅଛି ଏବଂ ଆଜି ସମସ୍ତଙ୍କୁ ନିବେଦନ କରୁଛି, ସମସ୍ତଙ୍କର ସହଯୋଗ କାମନା କରୁଛି ଯେ ଆମର ଯୋଉ ସଂକଳ୍ପ ଅଛି ଏକ ଗୋଟେ ବିକଶିତ ବାଲିକୁଦା ଏରସମା ଗଠନ କରିବା, ସେଥିରେ ଆମେ ବାଲିକୁଦା ପଞ୍ଚାୟତ ସମିତି କି କିପରି ଭାବରେ ଓଡିଶାରେ ଗୋଟେ ଅଗ୍ରଣୀ ପଞ୍ଚାୟତ ସମିତି ରୂପେ ଗଢି ତୋଳିବା, ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରୁଛି। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା କରିଛି ଏବଂ ବାଲିକୁଦା ପଞ୍ଚାୟତ ସମିତିର ସମସ୍ତ ଜନସାଧାରଣଙ୍କ ସହଯୋଗ ଆଶା କରୁଛି। ଆଜି ତ ଗୋଟିଏ ଖୁସିର ମୁହୂର୍ତ୍ତ ଥିଲା। ସେ ପ୍ରଥମ କରି ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀରୁ ଜୟଯୁକ୍ତ ହେଇକି ପ୍ରଥମ କରି ଆମେ ତାଙ୍କୁ ସମ୍ବର୍ଦ୍ଧନା କରିଲୁ ଆମର ବାଲିକୁଦା ପଞ୍ଚାୟତ ସମିତି ଗୃହରେ ସମସ୍ତେ ଉପସ୍ଥିତ ଥିଲେ। ଏଇଟା ଗୋଟେ ଭଲ ଶୁଭ ଦିନ ଥିଲା। ଆଉ ଜଣେ ଆଶା କରିବା କଥା ଆମ ପଞ୍ଚାୟତ ସମିତି ତରଫରୁ ଆମେ ତାଙ୍କ ଠାରୁ ସେୟା ହିଁ ଆଶା କରିଛୁ। ଲୋକମାନଙ୍କର ଆଶା ଭରସାକୁ ସେ ରଖିବେ ବୋଲି କହିଛନ୍ତି। ସମସ୍ତ ଷ୍ଟାଫ ମାନଙ୍କ ସହିତ ପରିଚିତ ହେଲେ, ଜଣେ ଜଣେ କି ସେ ତାଙ୍କର ପରିଚୟ ପ୍ରଦାନ କରିଛନ୍ତି ଏବଂ ପ୍ରତ୍ୟେକ ସଭ୍ୟ, ସରପଞ୍ଚ, ଜିଲ୍ଲା ପରିଷଦ ଏମାନଙ୍କ ସହିତ ବି ପରିଚୟ ପ୍ରଦାନ ତ ଥିଲା ତାଙ୍କର, ପୁଣି ମଧ୍ୟ ଟିକେ ଟିକେ ପରିଚୟ ପ୍ରଦାନ କରାଗଲା। ସେ ଗ୍ରାସ ରୁଟରୁ ଆସିଛନ୍ତି ଏବଂ ସେ ତାଙ୍କର ସମସ୍ତ ସମୟ ଦେବେ ବୋଲିକି ସେ ତାଙ୍କର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ଆଜିର ସମ୍ବର୍ଦ୍ଧନା ସଭାରେ। ଯଦି ତାହା ପ୍ରଶାସନ ତରଫରୁ ଠିକ ସେ କାର୍ଯ୍ୟକାରୀ ହୋଇପାରନ୍ତା ତାହେଲେ ଲୋକମାନଙ୍କର ବହୁତ ସୁବିଧା ହୁଅନ୍ତା।